ଚାଷ ହୁଏ, ପନିପରିବା ହୁଏ, ଚାଉଳ ଆମର ହଉଛି ବିରି ଜାତୀୟ, ମୁଗ ଜାତୀୟ, ହରଡ଼ ଜାତୀୟ ଫସଲ ହୁଏ। ପ୍ରଥମ ହେଇ ଆଜି ଦିନରେ ପଶ୍ଚିମାଞ୍ଚଳ ଭାଇମାନେ ଭାଇଚାରିଆ ଭାବ ସୃଷ୍ଟି କରିବା ପାଇଁ ନାଚ, ଗୀତ, ନିଷ୍ଠା, ପୂଜା ଆଜି ଅର୍ଚ୍ଚନା କରନ୍ତି। ଆଜି ସକାଳୁ ମତେ ଆମର ଭାଇମାନେ ଆଇଆର୍ସ ଭିଲେଜରେ ଡାକିଥିଲେ ନୂଆଖାଇ ଉତ୍ସବ ପାଳନ କରିବା ପାଇଁ। ମା ଭଉଣୀ ମାନେ ଏକାଠି ହେଇଥିଲେ, ଯୁବକ ମାନେ ଏକାଠି ହେଇଥିଲେ, ସମସ୍ତେ ଏକାଠି ହେଇଥିଲେ ଏବଂ ସେଠି ପର୍ବ ପାଳନ ହେଲା। ଆମକୁ ଖେଚେଡି ଦେଲେ, ଡାଲମା ଦେଲେ, ଖଟା ଦେଲେ, କ୍ଷୀରି ଦେଲେ, ଆପାତ ଛାଡ଼ିଲେ। ସେଠୁ ଆମେ ଗଲୁ ଲିଙ୍ଗିପୁର ଶିଶୁପାଳ ପାଖରେ। ଆମର ପଶ୍ଚିମାଞ୍ଚଳ ଭାଇମାନେ ଗୋଟେ ବଢିଆ ପର୍ବ କରିଥିଲେ। ସୁନ୍ଦର ନାଚ, ଗୀତ, ପୂଜା ଅର୍ଚ୍ଚନା କରି ମାଙ୍କ ପୂଜା ଅର୍ଚ୍ଚନା କରି ନୂଆଖାଇ ପର୍ବ ପାଳନ କରିଛନ୍ତି। ଆଜି ସାରା ବିଶ୍ୱରେ ଯେତେ ଓଡ଼ିଆ ଅଛନ୍ତି, ଯେତେ ଦେଶରେ, ସାରା ଭାରତ ବର୍ଷରେ ଯେତେ ଦେଶରେ, ଓଡ଼ିଶାରେ ଖାଲି ଆଉ ପଶ୍ଚିମାଞ୍ଚଳରେ ନାହିଁ। ଆଜି ତ ମୁଁ 3 ସାରିଲାଣି, ଆହୁରି 2 ଅଛି। ଗଣେଶ ପୂଜା ସାଥିରେ ନୂଆଖାଇ ଭେଟ ଭାଟ ଗୋଟେ ଆନନ୍ଦରେ ପାଳନ ହେଉଛି। ଆସନ୍ତୁ ମାଙ୍କୁ ଡାକିବା। ଆସନ୍ତା ବର୍ଷ ସମସ୍ତଙ୍କର ମଙ୍ଗଳ ହଉ, ଭଲ ଫସଲ ହଉ, ଲୋକେ ଆନନ୍ଦରେ ରୁହନ୍ତୁ। କାଲି ସେ ମୋ ନିର୍ବାଚନ ମଣ୍ଡଳୀର ଲୋକ ଥିଲେ। ମୋର ଗୋଟେ ପୁତୁରା ହବ, କଳିଙ୍ଗ କୁମାର ପାଇଥିଲେ। ଏସିଆ କୁମାର ହବା ପାଇଁ ସେ କମ୍ପିଟିସନ କରି ସ୍ୱାସ୍ଥ୍ୟ ଅର୍ଜନ କରିଥିଲେ। ମୂର୍ତ୍ତି ଆଣିବାକୁ ଯାଇଥିଲେ ଗଣେଶ ପୂଜା ଖାଲି କରିବା ପାଇଁ। ଗୋଟେ ଷଣ୍ଢ ସହିତ ଆକ୍ସିଡେଣ୍ଟ ହେଲା। ଷଣ୍ଢର ସିଂହଟା ପୁରା ହାର୍ଟ ଭିତରେ ପଶିଗଲା, ବିୟୋଗ କଲା। କାଲି ଆମେ ପୋଷ୍ଟମର୍ଟମ କରି ତା ପାଇଁ କାଲି ପ୍ରାୟ 500ରୁ 1000 ଲୋକ ଡାକ୍ତରଖାନା ଯାଇଥିଲେ। ବର୍ଷା ହେଲେ ବି ଗୋଟେ ବିରାଟ ପ୍ରଶାସନ କରି ତାକୁ ନେଇକି ପଡ଼ିଛନ୍ତି। ବହୁତ ବଢିଆ। ସମସ୍ତେ ଆମେ ମର୍ମାହତ। ଶୁଣନ୍ତୁ, ଆମର ସେମିତି ଏପଟେ ହେଇନି ଦିଲ୍ଲୀ ଭଳିଆ। ଦିଲ୍ଲୀରେ ସୁପ୍ରିମକୋର୍ଟ ଅର୍ଡର କରିଛି ଷଣ୍ଢ କୁକୁର ହଟା। ଆମର ବିଏମସି, ମୁଁ 30 ବର୍ଷ ଆଗରୁ ମୋ ନିର୍ବାଚନ ଭଳି ଜାମୁଗୋଳି ପାଖରେ ଗୋଟେ ଘୋଷଣା କରିଛି ଷଣ୍ଢ ପାଇଁ। 400-500 ଷଣ୍ଢ ଅଛନ୍ତି ସେଠି। ମ୍ୟୁନିସିପାଲିଟି ତରଫରୁ ତାଙ୍କୁ ରକ୍ଷଣାବେକ୍ଷଣ, ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଆହୁରି 50 ଏକର ଜମି ନେଇଛନ୍ତି ଏ ଭିତରେ ଭୁବନେଶ୍ୱରରୁ ସବୁ ଷଣ୍ଢ ନେବା ପାଇଁ। ତେଣୁ ସରକାର କାର୍ଯ୍ୟ ଲାଗିଛନ୍ତି ଏବଂ ନୂତନ ଘୋଷଣା ତୁରନ୍ତ କମ୍ପ୍ଲିଟ କରାଯାଉ। ଏ ବାହାରେ ବୁଲୁଥିବା ଷଣ୍ଢକୁ ସବୁ ନିଆଯାଉ। କାଲି ଗୋଟେ ସୁନ୍ଦର ଜୀବନଟେ, ଗୋଟେ ଓଡ଼ିଶାର ମାନେ ଯାହାକୁ କୁହାଯାଏ କୁମାର, ସୁନ୍ଦର ସ୍ୱାସ୍ଥ୍ୟ, ତାଙ୍କର ବିୟୋଗ ଘଟିଗଲା ବର୍ଜନାଙ୍କର। କଥାରେ କହିଛି ଯେତେ ଜୀବଜନ୍ତୁ ଜନ୍ମ ହୁଅନ୍ତୁ ସବୁଠୁ କୁକୁର ଅଧିକ, ଆଉ ବଞ୍ଚନ୍ତି 100 କି 5ଟା। 100ଟା କୁକୁର ଜନ୍ମ ହେଇଥିବ, ଗୋଟେ ମାର 7ଟା, 8ଟା, 10ଟା, 11ଟା, 15ଟା ଭଳିଆ ପିଲା ଜନ୍ମ ହେଇଥାନ୍ତି, କିନ୍ତୁ ବଞ୍ଚନ୍ତି ଗୋଟେ ଯୋଡ଼େ। ତେଣୁ ସେ ସୃଷ୍ଟି ଆରମ୍ଭରେ ସେ ରହିଛି। କୁକୁର ରହିବେ, ସମସ୍ତେ ରହିବା ଆମେ। ତା ଭିତରେ ଯେମିତି କାହାର କ୍ଷତି ନ ହବ, କୌଣସି ନାରୀ ନର ଜାତିଙ୍କର କ୍ଷତି ନ ହବ, ଛାତ୍ରଛାତ୍ରୀଙ୍କର କ୍ଷତି ନ ହବ, କୋଉ ଲୋକଙ୍କର କ୍ଷତି ନ ହବ, ସେଥିପାଇଁ ସଜାଗ ରହିବା। ଅତ୍ୟଧିକ ଯୋଉ ଜିନିଷ ହବ ତାକୁ ନେଇ ସମାଧାନ କରିବା।